ଭାରତ ବିରୁଦ୍ଧ ଏକ ଦିବସ ଶୃଙ୍ଖଳା ପୂର୍ବରୁ ମିଚେଲ ସାଣ୍ଟନରଙ୍କ ଭବିଷ୍ୟବାଣୀ। ନମସ୍କାର ଦର୍ଶକ ବନ୍ଧୁ। ଆସନ୍ତା 11 ତାରିଖ ରବିବାର ଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ଶୃଙ୍ଖଳା। ଏହି ଏକ ଦିବସୀୟ ଶୃଙ୍ଖଳା ପରେ ଏହି ଦୁଇ ଦେଶ ମଧ୍ୟରେ T20 ଶୃଙ୍ଖଳା ମଧ୍ୟ ଖେଳାଯିବାର ଅଛି। ତେବେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ଏହି ଶୃଙ୍ଖଳାକୁ ନେଇ ସବୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା। କାହିଁକି ନା ଭାରତ ଆସନ୍ତା T20 ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଖେଳିବାକୁ ଥିବା ଏହି ଶୃଙ୍ଖଳା ହେଉଛି ଭାରତୀୟ ଦଳ ପାଇଁ ଶେଷ ଶୃଙ୍ଖଳା। ତେବେ ଏହି ଶୃଙ୍ଖଳାକୁ ଜିତି ଭାରତ ବିଜୟ ସହିତ T20 ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳିବା ଲକ୍ଷ୍ୟରେ ରହିଛି। ହେଲେ ନ୍ୟୁଜିଲାଣ୍ଡ ଭଳି ଏକ ଶକ୍ତିଶାଳୀ ଦଳ ବିରୁଦ୍ଧରେ ଶୃଙ୍ଖଳା ବିଜୟୀ ହେବା ଏତେ ସହଜ କଥା ନୁହେଁ। ଅବଶ୍ୟ ଭାରତ ଏବେ ବହୁତ ଭଲ ପ୍ରଦର୍ଶନ ଜାରି ରଖିଛି। ନିକଟରେ ହୋଇଥିବା ଦକ୍ଷିଣ ଆଫ୍ରିକା ବିରୁଦ୍ଧ ଏକ ଦିବସ ଶୃଙ୍ଖଳା ଏବଂ T20 ଶୃଙ୍ଖଳାକୁ ନିଜ ନାମରେ କରିଥିଲା ଭାରତୀୟ ଦଳ। ହେଲେ ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ ଭାରତକୁ ବହୁତ କଷ୍ଟ କରିବାକୁ ପଡ଼ିବ। କାହିଁକିନା ନ୍ୟୁଜିଲାଣ୍ଡ ଯେତେବେଳେ ଭାରତରେ ଖେଳିବାକୁ ଆସିଥାଏ ସେତେବେଳେ ସେ ଭାରତକୁ କଡ଼ା ଟକ୍କର ଦେଇଥାଏ, ଯେଉଁଥିପାଇଁ ଭାରତକୁ ଏହି ନ୍ୟୁଜିଲାଣ୍ଡ ବିରୁଦ୍ଧ ଶୃଙ୍ଖଳାରେ ଦମଦାର ଖେଳ ଦେଖାଇବାର ବହୁତ ଆବଶ୍ୟକ। ତେବେ ଦେଖିବାକୁ ବାକି ରହିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଏକ ଦିବସୀୟ ଶୃଙ୍ଖଳାରେ କେଉଁ ଦଳ ବିଜୟୀ ହେଉଛି। ତେବେ ଦର୍ଶକ ବନ୍ଧୁ, ଏହି ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଏକ ଦିବସୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆସନ୍ତା 11 ତାରିଖ ରବିବାର ଦିନ ବଡୋଦରାରେ ଖେଳାଯିବାକୁ ଥିବାବେଳେ T20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆସନ୍ତା 21 ତାରିଖ ବୁଧବାର ଦିନ ନାଗପୁରଠାରେ ଖେଳାଯିବ। ଏକ ଦିବସୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବଡୋଦରାରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ ଏବଂ ତୃତୀୟ ମ୍ୟାଚ୍ ଯଥାକ୍ରମେ ଜାନୁଆରୀ 14 ତାରିଖ ଏବଂ ଜାନୁଆରୀ 18 ତାରିଖରେ ରାଜକୋଟ ଏବଂ ଇନ୍ଦୋରଠାରେ ଖେଳାଯିବ। ତେବେ ଏହି ଏକ ଦିବସ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଦଳ ଏବଂ ଭାରତ ଉଭୟ ଦଳ ବଡୋଦରାରେ ପହଞ୍ଚି ସାରିଛନ୍ତି। ତେବେ ଭାରତ ବିରୁଦ୍ଧ ଏହି ଏକ ଦିବସୀୟ ଶୃଙ୍ଖଳା ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ମିଚେଲ ସାଣ୍ଟନର ଏହି ଏକ ଦିବସୀୟ ଶୃଙ୍ଖଳାକୁ ନେଇ ଭବିଷ୍ୟବାଣୀ କରି କହିଛନ୍ତି। ତେବେ ମିଚେଲ ସାଣ୍ଟନର ଏହି ଶୃଙ୍ଖଳା ପୂର୍ବରୁ ଭବିଷ୍ୟବାଣୀ କରି କହିଥିବା ସେହି କଥା କ'ଣ ତାହା ଜଣାଇବ ଏହି ଭିଡ଼ିଓରେ। କିନ୍ତୁ ଏହା ପୂର୍ବରୁ ଯଦି ଆପଣ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ତାହେଲେ ଦୟାକରି ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଏହି ଏକ ଦିବସୀୟ ଶୃଙ୍ଖଳାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରୁ କେଉଁ ଦଳ ବିଜୟୀ ହେବ ଦୟାକରି ନିଜର ମୂଲ୍ୟବାନ ମତାମତ କମେଣ୍ଟ କରି ଜଣାନ୍ତୁ। ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଦର୍ଶକ ବନ୍ଧୁ, ଆସନ୍ତା T20 ବିଶ୍ୱକପ୍ ପୂର୍ବରୁ ଭାରତର ଏହା ଅନ୍ତିମ ଶୃଙ୍ଖଳା। ଏହି ଶୃଙ୍ଖଳା ବିଜୟୀ ହୋଇ T20 ବିଶ୍ୱକପ୍ ଖେଳିବା ଲକ୍ଷ୍ୟରେ ରହିଛି ଭାରତ। ହେଲେ ଇତିମଧ୍ୟରେ ଗତକାଲି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ମିଚେଲ ସାଣ୍ଟନର ଏହି ଶୃଙ୍ଖଳାକୁ ନେଇ ନିଜର ମତ ରଖି ଭବିଷ୍ୟବାଣୀ କରି କହିଥିଲେ, ଭାରତ ଏକ ମଜବୁତ ଦଳ। ଭାରତକୁ ଏହି ଶୃଙ୍ଖଳାରେ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର। ଭାରତକୁ ଭାରତରେ ପରାସ୍ତ କରିବା ଏତେ ସହଜ କଥା ନୁହେଁ। ଭାରତୀୟ ଦଳର ଉଭୟ ବ୍ୟାଟିଂ ଏବଂ ବୋଲିଂ ବହୁତ ମଜବୁତ, ତେଣୁ ଭାରତ ଭଳି ଦେଶକୁ ଭାରତରେ ହରାଇବା ସହଜ ହେବ ନାହିଁ। ଭାରତୀୟ ଦଳ ପାଖରେ ଏକ ଦିବସୀୟ ଶୃଙ୍ଖଳା ଖେଳିବା ପାଇଁ ଉଭୟ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳି ଉପସ୍ଥିତ ରହିବେ, ଯାହା କୌଣସି ଦଳ ପାଇଁ ବହୁତ ଚ୍ୟାଲେଞ୍ଜ। ବିରାଟ ଏବଂ ରୋହିତଙ୍କ ଅଭିଜ୍ଞତା ଭାରତୀୟ ଦଳକୁ ଫାଇଦା ପହଞ୍ଚାଇବ। ଏପରି ସ୍ଥଳେ ଭାରତୀୟ ଦଳକୁ ପରାସ୍ତ କରିବାକୁ ହେଲେ ଆମକୁ ଅତ୍ୟନ୍ତ କଷ୍ଟ କରିବାକୁ ପଡ଼ିବ। ତେବେ ଆମ ଦଳ ମଧ୍ୟ ଏହିଭଳି ଚ୍ୟାଲେଞ୍ଜ ନେଇ ଖେଳିବାକୁ ପସନ୍ଦ କରିଥାଏ। ଆମ ଦଳ ଏହିସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ବହୁତ ସୁନ୍ଦର ଖେଳ ଦେଖାଇଥାଏ। ଆମେ ଏହି ଶୃଙ୍ଖଳାରେ ଭାରତକୁ ପରାସ୍ତ କରି ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଚେଷ୍ଟା କରିବୁ। ଭାରତକୁ ଆମକୁ ପରାସ୍ତ କରିବା ଏତେ ସହଜ ହେବ ନାହିଁ। ଭାରତୀୟ ଦଳକୁ ଆମେ କଡ଼ା ଟକ୍କର ଦେଇ ଶୃଙ୍ଖଳାକୁ ନିଜ ନାମରେ କରିବାକୁ ପ୍ରାଣପଣେ ଚେଷ୍ଟା କରିବୁ। ତେବେ ଆପଣଙ୍କ ମତରେ ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ କ'ଣ ଏହି ଶୃଙ୍ଖଳାରେ ପରାସ୍ତ କରିପାରିବ? ନିଜର ମୂଲ୍ୟବାନ ମତାମତ ଦୟାକରି କମେଣ୍ଟ କରି ଜଣାନ୍ତୁ।